ପତିଆରା ପାଇଁ ଫୋକସ୍ରେ ମହିଳା ଆରମ୍ଭ ହେବ ପ୍ରିୟ ଦିଦି ଯୋଜନା। ମହିଳାଙ୍କୁ ମାସକୁ ମିଳିବ 2500 ଟଙ୍କା। ତେବେ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟ୍ଟି ଆସନ୍ତୁ ଜାଣିବା। ତା ପୂର୍ବରୁ ଭଲ ପାଇବା ସ୍ୱରୂପ ଭିଡ଼ିଓଟିକୁ ଲାଇକ୍ ଆଉ ସେୟାର କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ଦିଲ୍ଲୀର ବିଧାନସଭା ନିର୍ବାଚନ ପାଇଁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି ବିଭିନ୍ନ ରାଜନୈତିକ ଦଳ। ଏହାରି ଭିତରେ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରୟାସ ଜାରି ରଖିଛି କଂଗ୍ରେସ। ଯଦି ଦଳ କ୍ଷମତାକୁ ଆସେ ତାହେଲେ ପ୍ରିୟ ଦିଦି ଯୋଜନା ଲାଗୁ କରିବା ପାଇଁ ଘୋଷଣା କରାଯାଇଛି। ଏହି ଯୋଜନା ଅଧୀନରେ ପ୍ରତ୍ୟେକ ମହିଳାଙ୍କୁ ମାସକୁ 2500 ଟଙ୍କା ଲେଖାଏଁ ମିଳିବ। କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଏହି ଯୋଜନା ବିଷୟରେ ଘୋଷଣା କରିଛନ୍ତି। ତେବେ ଉପମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ କର୍ଣ୍ଣାଟକ ଭଳି ନୂଆଦିଲ୍ଲୀରେ ମଧ୍ୟ ମହିଳାମାନଙ୍କୁ ପ୍ରତ୍ୟେକ ମାସରେ 2500 ଟଙ୍କା ଲେଖାଏଁ ମିଳିବ। ସରକାର କ୍ଷମତାକୁ ଆସିବା ପରେ ପ୍ରଥମେ କ୍ୟାବିନେଟ୍ରେ ଏହି ମୋହର ବାଜିବ। ଡିକେ ଶିବକୁମାର ଏହି ଘୋଷଣା କରିବା ସମୟରେ ଦିଲ୍ଲୀ କଂଗ୍ରେସ ମୁଖ୍ୟ ଦେବେନ୍ଦ୍ର ଯାଦବ ମଧ୍ୟ ଉପସ୍ଥିତ ରହିଥିଲେ। ତେବେ ନିର୍ବାଚନରେ ବାଜି ମାରିବା ପାଇଁ ସବୁ ଦଳ ବର୍ତ୍ତମାନ ମହିଳାଙ୍କୁ ଫୋକସ୍ କରୁଥିବା ଦେଖାଯାଇଛି। ତେବେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା ହୋଇନଥିଲେ ବି ଆସନ୍ତା ମାସରେ ହେବା ନେଇ ଚର୍ଚ୍ଚା ହେଉଛି। ତେବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟ୍ଟି। ଯଦି ଭିଡ଼ିଓଟି ଭଲ ଲାଗିଥାଏ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ଧନ୍ୟବାଦ।